ଚାଲନ୍ତୁ ଆଜି ବନେଇବା ଗୋଟେ ବଢ଼ିଆ ହେଲ୍ଦି ଆଇଟମ୍ଟେ। ତ ସେଥିପାଇଁ 2 କପ୍ ଅଟାରେ ସ୍ୱାଦ ଅନୁସାରେ ଲୁଣ ଦେଇକି ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ଭଲସେ ଚକଟି ନେବା। ତାପରେ କଢ଼େଇରେ ତେଲ ଦେଇକି ତେଲ ଗରମ ହୋଇଗଲେ ଟିକେ ଜିରା, ଅଦା, ରସୁଣ, କଞ୍ଚା ଲଙ୍କାର ଛେଚା, ପିଆଜ ଆଉ ସବୁ ପରିବା ଯେମିତିକି ଗାଜର, କ୍ୟାପ୍ସିକମ୍ ଆଉ ବନ୍ଧାକୋବି ସ୍ୱାଦ ଅନୁସାରେ ଲୁଣ ଦେଇକି ସବୁ ସସ୍ ଯେମିତିକି ଟମାଟୋ ସସ୍, ସୋୟା ସସ୍, ଭିନେଗାର ଆଉ ଚିଲି ସସ୍ ସବୁ ପକାଇକି ତାକୁ ରେଡ଼ି କରିଦେବା। ଏପଟେ ଚକଟି ରଖିଥିବା ଅଟାକୁ ସେଓ ଛଣାରେ ପୂରେଇକି ପୁରା ଗରମ ପାଣିରେ ଟିକେ ଲୁଣ ଆଉ ତେଲ ପକାଇକି ତାକୁ ଛାଣିବା। ଏମିତି କଇଁଚିରେ କାଟିଦେଲେ ସେଇଟା ଛୋଟ ଛୋଟ ହେଇଯିବ, ତ ଖାଇବା ପାଇଁ ଟେଷ୍ଟି ହେବ। ବିଶ୍ୱାସ କରନ୍ତୁ, ଏଇଟା ଯେପର୍ଯ୍ୟନ୍ତ ଆପଣ ନ କହିଛନ୍ତି ଯେ କାହାକୁ ଏଇଟା ଅଟାରେ କି ମଇଦାରେ, କେହି ଜାଣିପାରିବେନି ଯେ ଏଇଟା ଅଟା ଚାଉମିନ ବୋଲି। ଲାଷ୍ଟରେ ଗୋଲମରିଚ ଗୁଣ୍ଡ ଆଉ ଧଣିଆ ପତ୍ର ପକାଇକି ଆମର ରେଡ଼ି ହେଇଗଲା ପୁରା ସୁପର ହେଲ୍ଦି ଅଟା ଚାଉମିନ। ଆପଣମାନେ ବି ନିଶ୍ଚୟ ଖାଆନ୍ତୁ ଆଉ ହେଲ୍ଦି